ମାଟ୍ରିକ ପରୀକ୍ଷାର କପି ରୋକିବା ପାଇଁ ବା ଯେଉଁ ପ୍ରଶ୍ନପତ୍ର ଭାଇରାଲ ହେଉଛି ତାକୁ ରୋକିବା ପାଇଁ ବୋର୍ଡ଼ର ବହୁତ ଗୁଡ଼ିଏ ପଦକ୍ଷେପ ରହିଛି। ସେଣ୍ଟରରେ ପ୍ରଥମେ ଆର ବର୍ଷ ରହିଥିଲା ଏଆଇ କ୍ୟାମେରା ଏବଂ ଏବର୍ଷ ନୂଆ କରି ବୋର୍ଡ଼ ଆଉ ଗୋଟିଏ ଜିନିଷ କରିବାକୁ ଯାଉଛି। ମାଟ୍ରିକ ପ୍ରଶ୍ନପତ୍ରରେ ନେଇକି ଲାଗିବ ବାରକୋଡ଼। ବାରକୋଡ଼ ଲାଗିବ, ପ୍ରତ୍ୟେକ ପ୍ରଶ୍ନପତ୍ରରେ ବାରକୋଡ଼ ରହିବ, ସିରିଏଲ ନମ୍ବର ରହିବ ଏବଂ ଏଆଇ କ୍ୟାମେରା ପ୍ରଥମେ ଜଗୁଛି ସେଣ୍ଟରକୁ। ତା ସହିତ ପ୍ରତ୍ୟେକ ସେଣ୍ଟରର ଲାଇଭ୍ ଷ୍ଟ୍ରିମିଂ ହେବ ପରୀକ୍ଷା ଦେଉଥିବା ସମୟର। ଦଶମ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ଼ର ପଦକ୍ଷେପ, ନମ୍ବରିଂ କରାଯିବ ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର। ପ୍ରତ୍ୟେକ ପ୍ରଶ୍ନପତ୍ରରେ ଗୋଟେ ବାରକୋଡ଼ ରହିବ, ତା ସହିତ ଗୋଟେ ନମ୍ବର ରହିବ। ଯଦି କୌଣସିଠୁ ଭାଇରାଲ ହୁଏ ସେଇ ପ୍ରଶ୍ନପତ୍ରଟା କେଉଁ ସେଣ୍ଟରକୁ ଦିଆହେଇଥିଲା ଏବଂ କେଉଁ ଜିଲ୍ଲାର ବା କେଉଁ ସେଣ୍ଟରରେ ରହିଥିଲା ସେ ପ୍ରଶ୍ନପତ୍ର ଜାଣିହେବ ଏବଂ ସେମାନଙ୍କ ପାଖରେ ତଥ୍ୟ ରହିବ। ଯେଉଁ ଯେଉଁ ସେଣ୍ଟରକୁ ଯେଉଁ ସବୁ ପ୍ରଶ୍ନପତ୍ର ଯିବ ସେ ପ୍ରଶ୍ନପତ୍ରର ନମ୍ବର ସେମାନଙ୍କ ପାଖରେ ରହିବ ଏବଂ ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଲାଗିବ ୱାଟରମାର୍କ। ଯେଉଁ ପ୍ରତ୍ୟେକ ପ୍ରଶ୍ନପତ୍ରରେ ୱାଟରମାର୍କ ରହିବ, ଫଳରେ ଜାଣିହେବ ଯେ କେଉଁଠୁ ଭାଇରାଲ ହେଉଛି। ବାରକୋଡ଼ ସହ ସିକ୍ୟୁରିଟି କୋଡ଼ ମଧ୍ୟ ରହିବ। ପ୍ରତ୍ୟେକ ପ୍ରଶ୍ନପତ୍ରରେ ବାରକୋଡ଼ ରହିବ, ତା ସହିତ ଗୋଟେ ସିକ୍ୟୁରିଟି କୋଡ଼ ରହିବ। ପ୍ରଶ୍ନପତ୍ର ଭାଇରାଲ ହେଲେ କେଉଁଠୁ ହୋଇଛି ଜଣାପଡ଼ିବ। ଏ ନେଇ ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ତେଣୁକରି ଏ ବର୍ଷ ମାଟ୍ରିକ ପରୀକ୍ଷା ବହୁତ କଡ଼ାକଡ଼ି କରିବା ପାଇଁ ବୋର୍ଡ଼ ଯୋଜନା କରୁଛି, ଯାହାଦ୍ୱାରା କି ପ୍ରଶ୍ନପତ୍ର ଭାଇରାଲକୁ ରୋକି ହେବ। ଛାତ୍ରଛାତ୍ରୀମାନେ ନିରପେକ୍ଷ ଭାବରେ ଏବଂ ସଠିକ୍ ଭାବରେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଛନ୍ତି ପରୀକ୍ଷା ପାଇଁ ସେମାନଙ୍କ ପାଇଁ ଭଲ ସୂଚନା ରହିଛି।